2.7 କୋଟି ବିକ୍ରି ହେଲା ବ୍ୟାଟମ୍ୟାନଙ୍କ ଟୋପି। ଯାହା ଦର୍ଶକ ବନ୍ଧୁ, ସ୍ୱାଧୀନ ରାଷ୍ଟ୍ର ଭାବେ ଭାରତୀୟ କ୍ରିକେଟ ଦଳର ପ୍ରଥମ ଅଷ୍ଟ୍ରେଲିଆ ଗସ୍ତ ବେଳେ ମହାନ କ୍ରିକେଟର ଡନ୍ ବ୍ରାଡମ୍ୟାନ ପିନ୍ଧିଥିବା ଏକ ଟୋପି 46,000 ଅଷ୍ଟ୍ରେଲିଆ ଡଲାର ବା ପାଖାପାଖି 2.7 କୋଟି ଟଙ୍କାରେ ବିକ୍ରି ହୋଇଛି। ଗୋଲ୍ଡ କୋଷ୍ଟଠାରେ ଅନୁଷ୍ଠିତ ନିଲାମରେ ଜଣେ ଅଜଣା କ୍ରେତା ଏଭଳି ଆଖି ଖୋସି ଦେଲା ଭଳି ଦରରେ ଟୋପିକୁ କିଣିଛନ୍ତି। 1947-48 ମସିହାର ଭାରତ ବିପକ୍ଷ ସେହି ଐତିହାସିକ ଘରୋଇ ଶୃଙ୍ଖଳାରେ ସେ ଏହି ଟୋପି ପିନ୍ଧିଥିଲେ। ପରେ ଏହାକୁ ଭ୍ରମଣକାରୀ ବୋଲର ରଙ୍ଗା ସୋହେନଙ୍କୁ ଉପହାର ଦେଇଥିଲେ। ଏହି ଶୃଙ୍ଖଳା ମଧ୍ୟ ବ୍ରାଡମ୍ୟାନ ଶେଷ ଘରୋଇ ଶୃଙ୍ଖଳା ଥିଲା। ସେବେଠାରୁ ସେ ଏହି ଟୋପି ଲୁକାୟିତ ଅବସ୍ଥାରେ ଥିଲା। କେବେ ବି ଏହା ସର୍ବସାଧାରଣ ପ୍ରଦର୍ଶନ କରାଯାଇନଥିଲା। ନିକଟରେ ଏହାର ମାଲିକ ଟୋପିକୁ ନିଲାମରେ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ କ୍ରିକେଟ ଦଳ 68 ବର୍ଷ ତଳର ସେହି ଗସ୍ତରେ ଅଷ୍ଟ୍ରେଲିଆଠାରୁ 0-4 ଶୃଙ୍ଖଳା ହାରିଥିଲା। ସୋହିନ ଗୋଟିଏ ମ୍ୟାଚ୍ରେ ଖେଳି ମାତ୍ର ଗୋଟିଏ ୱିକେଟ୍ କରାୟତ୍ତ କରିଥିଲେ। ଭାରତ ଉକ୍ତ ମ୍ୟାଚ୍ ପାଳିରେ ପରାଜୟ ବରଣ କରିଥିଲା। ଏହି ଟୋପିର ଭିତରେ ଡିଜି ବ୍ରାଡମ୍ୟାନ ଏବଂ SW ଲେଖା ଅଛି। ସେହିଭଳି କ୍ରିକେଟ ଅଷ୍ଟ୍ରେଲିଆଙ୍କ ଲୋଗୋ ତଳେ 1946-48 ଲେଖା ବି ରହିଛି। ପ୍ରତି ଶୃଙ୍ଖଳାରେ ଖେଳାଳିମାନେ ବିଭିନ୍ନ ଭିନ୍ନ ଟୋପି ପିନ୍ଧୁଥିବା ସେହି ଅମଳର ବ୍ରାଡମ୍ୟାନଙ୍କ 11ଟି ଚର୍ଚ୍ଚିତ ଟୋପି ଭିତରୁ ଏହା ଗୋଟିଏ ଅନ୍ୟତମ ଥିଲା। ଏହା ପୂର୍ବରୁ 1928 ମସିହାରେ ବ୍ରାଡମ୍ୟାନ ନିଜ ପଦାର୍ପଣ ଟେଷ୍ଟ ଶୃଙ୍ଖଳାରେ ପିନ୍ଧିଥିବା ଏକ ଟୋପି 2020 ମସିହାରେ 2.5 କୋଟି ଟଙ୍କାରେ ନିଲାମ ହୋଇଥିଲା। କୌଣସି କ୍ରିକେଟରଙ୍କ ଟୋପି ସର୍ବାଧିକ ଟଙ୍କାରେ ବିକ୍ରି ହେବାର ଅଷ୍ଟ୍ରେଲିଆର ପୂର୍ବତନ ଲେଗ୍ ସ୍ପିନର କିମ୍ବଦନ୍ତୀ ଶେନ୍ ୱାର୍ଣ୍ଣଙ୍କ ପ୍ରଥମ ସ୍ଥାନରେ ରହିଛନ୍ତି। 6 ବର୍ଷ ତଳେ ସେ ପିନ୍ଧିଥିବା ଏକ ଟୋପିକୁ 4.93 କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଯାହା ଦର୍ଶକ ବନ୍ଧୁ, ଏକ ବଡ଼ ଖବର, ବ୍ରାଡମ୍ୟାନ ପିନ୍ଧିଥିବା ଟୋପିକୁ 2.5 କୋଟି 2.7 କୋଟି ଟଙ୍କାରେ ବିକ୍ରି ହେଲା ଆଉ ତାକୁ ନିଲାମ କରାଗଲା। ଏମିତି ବର୍ତ୍ତମାନ ଯେଉଁ ଖେଳ ଖେଳାଯାଉ ସ୍ୱାଧୀନ ରାଷ୍ଟ୍ର ଭାବେ ଭାରତୀୟ କ୍ରିକେଟ ଦଳର ପ୍ରଥମ ଅଷ୍ଟ୍ରେଲିଆ ଗସ୍ତ ବେଳେ ମହାନ କ୍ରିକେଟ ଡନ୍ ବ୍ରାଡମ୍ୟାନଙ୍କ ପିନ୍ଧିଥିବା ଟୋପି ଯିଏକି 46,000 ଡଲାର ପାଖାପାଖି ଅଷ୍ଟ୍ରେଲିଆ ପାଖାପାଖି ଡଲାର ଯିଏକି ଭାରତୀୟ ମୁଦ୍ରା ହିସାବରେ 2.7 କୋଟି ଟଙ୍କାରେ ବିକ୍ରି ହୋଇଛି। ସେ ଟୋପିକୁ ସିରିଜ୍ ପରେ ବ୍ରାଡମ୍ୟାନ ଗୋଟେ ଅଜଣା ଲୋକକୁ ଦେଇଥିଲେ, ତାକୁ ଲୁଚେଇ ରଖାଯାଇଥିଲା। ଯେତେବେଳେ ତାକୁ ନିଲାମ କରାଗଲା 2.7 କୋଟି ଟଙ୍କାରେ ବିକ୍ରି କରାଗଲା। ତାଙ୍କ ବ୍ୟାଟ୍ ମଧ୍ୟ ଆପଣ ଜାଣିଲେ ବିଶ୍ୱର ସବୁଠୁ ଦାମିକା ବ୍ୟାଟ୍ ମଧ୍ୟ ତାଙ୍କ ନାଁରେ ରହିଥିଲା, ଯିଏକି ଡନ୍ ବ୍ରାଡମ୍ୟାନଙ୍କ ବ୍ୟାଟ୍ ଯେ ବିଶ୍ୱର ସବୁଠୁ ଦାମିକା ନିଲାମ ହୋଇଥିଲା। ତାକୁ ମ୍ୟୁଜିୟମରେ ରଖାଯାଇଥିଲା। ସାରା ସବୁ ବର୍ଷ ସେ ବ୍ୟାଟ୍କୁ ଦେଖିବା ପାଇଁ ବହୁ ଲୋକମାନେ ସେଠିକି ପ୍ରଶଂସକମାନେ କ୍ରିକେଟରମାନେ ଯାଆନ୍ତି। ସେମିତି ମଧ୍ୟ ବ୍ରାଡମ୍ୟାନଙ୍କର ଆଉ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି, ଯିଏକି ବ୍ରାଡମ୍ୟାନଙ୍କ ଟୋପି ମଧ୍ୟ 2.7 କୋଟି ଟଙ୍କାରେ ବିକ୍ରି ହୋଇଛି। ତ ଇଏ ଥିଲା ଲାଟେଷ୍ଟ ଅପଡେଟ୍ ଯେଉଁ ଆପଣମାନଙ୍କୁ ଜଣାଇଲି। 2.7 କୋଟି ଟଙ୍କାରେ ବିକ୍ରି ହେଲା ଟୋପି। ତ ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲ୍ ବର୍ଡ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖା ହେବ କାଲି ଏମିତି ଏକ ନୂଆ ଦମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।